ଏଇଠି ପରିବା ଚାଷ ଆମର ହେଲାଣି ନିହାତି 4ରୁ 5 ବର୍ଷ ହେଲାଣି। ତ 4ରୁ 5 ବର୍ଷ ଭିତରେ ଯୋଉ ପରିବା ଚାଷ କରୁ ତାକୁ ସିଜନାରୀ ଅନୁସାରେ କରୁ। ଯେମିତି ଆମର ପରିବା ଯେମିତି ଟମାଟୋ ଯୋଉ ଟାଇମରେ ରେଟ୍ ଅଧିକା ବଢ଼େ ସେଇ ଟାଇମରେ ଆମେ ମାଗଣାରେ ଆମ ଗଛରୁ ପାଇଯାଉ। ଯେମିତି ଆମେ ଛାତ ଉପରୁ କିଛି ଅର୍ଗାନିକ ପରିବା ପାଇଯାଉ। କିନ୍ତୁ ଏଥରକ ଆଳୁ ଏମିତି ହଠାତ୍ କିନା ରେଟ୍ ବଢ଼ିଯିବ ଆମେ ତ ଜାଣିନଥିଲୁ। ନହେଲେ ଆଳୁ ବି ଲଗେଇଥାନ୍ତୁ। ଏଇଠି ମୁଁ ଆଳୁ ଲଗେଇବା 2 ବର୍ଷ ହେଲା ଛାଡ଼ି ସାରିଲିଣି। ଆଳୁ ଆଗରୁ ଲଗାଏ ବହୁତ ବଢ଼ିଆ ଆଳୁ ଫଳେ। କିନ୍ତୁ ଆଳୁ ଆଗରୁ ଏଭଳି ଗୋଟା ଗୋଟା ମୁଁ ଜମା ପୋତେନି। ଆଳୁ ସବୁ ବଡ଼ ବଡ଼ ଆଳୁର ଯୋଉ ଗଜା ଆଉ ଯୋଉ ଉପର ଭାଗରେ ହେଇଥାଏ ନା ସେ ଗଜା ଗୁଡ଼ାକ ସବୁ କାଟି କୁଟିକି ମୁଁ ଲଗାଏ। ସେଥିରେ ବି ମଧ୍ୟ ବହୁତ ବଢ଼ିଆ ଆଳୁ ବାହାରେ। କିନ୍ତୁ ଏଥରକ ସବୁ ଯୋଉ ଗୁଡ଼ି ଆଳୁ କୁହନ୍ତି ଆପଣଙ୍କ ଆଡ଼େ କି ଆଳୁ କୁହନ୍ତି ଏ ସବୁକୁ କହିବେ ନିହାତି। ତ ଏଥରକ ମୁଁ ସବୁ ଗୁଡ଼ି ଆଳୁ ସବୁ ଗୋଟା ଗୋଟା ଲଗାଉଛି ଜମା କାଟୁ ନାହିଁ। ତ ଗୋଟା ଗୋଟା ଲଗେଇ ଦଉଛି ଦେଖିବା କେତେ ଦିନରେ ଏ ସବୁ ଗଜା ମାରୁଛି ଆଉ କେତେ ଦିନରେ ଗଛ ହଉଛି। ତ ଇଏ ସବୁ ବଢ଼ିଆ ଭାବରେ ଟିକେ ଟିକେ ଛତି ବାହାରିଛି ଯୋଉଟାକି କୁହନ୍ତି ଗଜା। ତ ଛତି ବାହାରିଛି ଦେଖାଯାଉ କେତେ ଦିନରେ ଗ୍ରୋ କରୁଛି ଆପଣଙ୍କ ସହିତ ନେକ୍ସଟ ବ୍ଲଗରେ ସେୟାର କରିବି। ରହିଲି।